আজি ବାରିପଦା ଭଞ୍ଜସେନା ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାସଦାଙ୍କ ତତ୍ତ୍ୱାବଧାନରେ ଏବଂ ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁଙ୍କ ନେତୃତ୍ୱରେ ସକାଳ 10 ଘଟିକା ସମୟରୁ ରାଇରଙ୍ଗପୁର ବ୍ଲକ ଗୋରୁମଇଶାଣୀ ବଜାର ସ୍ଥିତ ଶହୀଦ ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା ସାରି ପ୍ରଥମ ଦିନର ଜନସଚେତନତା ସାଇକେଲ ରାଲି ତିରିଙ୍ଗ ଅଭିମୁଖେ ବାହାରିଛି। ରାସ୍ତାରେ ବିଭିନ୍ନ ସ୍ଥାନରେ ସାଇକେଲ ଯାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଉଥିଲା ଓ ଦାବି ସମ୍ବଳିତ ଦାବିପତ୍ର ମଧ୍ୟ ସଂଗଠନ ପକ୍ଷରୁ ସାଧାରଣ ଜନତାଙ୍କୁ ପ୍ରଦାନ କରି ବାମନଘାଟି ଉପଖଣ୍ଡ ପ୍ରତି ଉଭୟ କେନ୍ଦ୍ର ରାଜ୍ୟ କିଭଳି କ୍ରମାଗତ ଭାବେ ଅବହେଳା କରିଚାଲିଛନ୍ତି ସେ ବାବଦରେ ଜନସାଧାରଣଙ୍କୁ ଅବଗତ କରିଥିଲେ। ସର୍ବମୋଟ 5 ରୁ 6 ଦିନ ଚାଲିବ ଏହି ପଦଯାତ୍ରା। ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁଙ୍କ ସମେତ ସାଇକେଲ ଆରୋହୀଙ୍କ ମଧ୍ୟରେ ଆଦିବାସୀ ଶାଖା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ମୁର୍ମୁ, ଜାମଦା ବ୍ଲକ ସମ୍ପାଦକ ଭାଗବତୀ ହେମ୍ବ୍ରମ, ସୁନୀଲ ବାସ୍କେ, ଶ୍ରୀରାମ ମୁର୍ମୁ, ରୟା ମୁର୍ମୁ, ଶିପାଲ ହାସଦା, ସୁନୀଲ ମୁର୍ମୁ, କରଣ ମୁର୍ମୁ, ଫାଗୁ ମୁର୍ମୁ, ରାମ ମୁର୍ମୁ, କୃଷ୍ଣା ମାରାଣ୍ଡି, ମାନସିଂ ମୁର୍ମୁ ପ୍ରମୁଖ ସମସ୍ତ ଆହୁରି ବହୁ ଯୁବ ସଂଗଠକମାନେ ସାମିଲ ଥିଲେ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି। ବାରିପଦାରୁ ଦେବସ୍ମୀ ଚୌଧୁରୀଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।